କରୁଛି। ମୋ ନାଁ ପ୍ୟାରିମୋହନ ଜେନା, ମୁଁ ବିଜନେସ୍ ହେଡ୍ ଅଛି ଲ୍ୟାଣ୍ଡ ଓଭର ପ୍ରେଷ୍ଟିଜ୍। କ'ଣ ଘଟିଥିଲା? ଆକ୍ଚୁଆଲି ଆମକୁ କାଲି ଗୋଟେ ଫୋନ୍ ଆସିଥିଲା ଗୋଟେ କଣ୍ଟାକ୍ଟ ନମ୍ବରରୁ କି ଟେଷ୍ଟ ଡ୍ରାଇଭ୍ ନେବା ପାଇଁ ସେ ଚାହୁଁଛନ୍ତି ଡିଫେଣ୍ଡର ଗାଡ଼ିର। ତ ସିଏ 12:30-35 ବେଳକୁ ଆମ ପିଲା ଗାଡ଼ି ନେଇକି ଯାଇଥିଲେ ଟେଷ୍ଟ ଡ୍ରାଇଭ୍ ଦେବା ପାଇଁ। ତ ସେମାନେ 12:30 ଯେତେବେଳେ ସେ ଲୋକେସନ୍ ନେଇଛନ୍ତି ତାଙ୍କୁ ସେ ଭରତପୁର ପୋଲିସ ଷ୍ଟେସନର ଲୋକେସନ୍ ଦେଇଥିଲା। ସେଇ ଲୋକେସନ୍ରେ ପହଞ୍ଚିକି ମୋତେ କଲ୍ କଲେ, ମୁଁ ଆପଣଙ୍କୁ ମୋ ଘରର ରାସ୍ତା ଦେଖେଇଦେବି। ତ 12:30 ବେଳେ ସେମାନେ ଯାଇକି ଲୋକେସନ୍ରେ ପହଞ୍ଚିଲେ ଭରତପୁର ପୋଲିସ ଷ୍ଟେସନ ଫ୍ରଣ୍ଟରେ। ତାଙ୍କୁ ଫୋନ୍ କଲେ କି ଆମେ ସାର୍ ପହଞ୍ଚିବୁ ଲୋକେସନ୍ରେ। ତେଣୁ ତାଙ୍କୁ ଗୋଟେ ଦ ଗ୍ରୋଭ୍ ବୋଲି ଗୋଟେ ଅଛି ଆମର ଫାର୍ମ ହାଉସ୍। ଫାର୍ମ ହାଉସ୍ର ସେମାନେ ଗୋଟେ ବିଲ୍ଡିଂରେ ପୁରା ଫାର୍ଷ୍ଟ ଫ୍ଲୋର୍, ଗ୍ରାଉଣ୍ଡ ଫ୍ଲୋର୍, ଫାର୍ଷ୍ଟ ଫ୍ଲୋର୍, ସେକେଣ୍ଡ ଫ୍ଲୋର୍, ଆଇ ଥିଙ୍କ୍ 3ଟା ଫ୍ଲୋର୍ ସେମାନେ ବୁକ୍ କରିଥିଲେ। ସେମାନେ 6 ଜଣ 5 ଜଣ ଲୋକ ସେମାନେ ଥିଲେ। ତ ତାଙ୍କୁ ସେଠି ସେ ନେଇ ଗଲା ପରେ ସେ କହିଲେ ଆମ ବାବାଙ୍କର ଦେହ ଭଲ ନାହିଁ, ସେ ତଳକୁ ଆସିପାରୁନାହାନ୍ତି ଗାଡ଼ିଟା ଦେଖିବା ପାଇଁ, ଆପଣ ଟିକେ ଆସନ୍ତୁ କଥା ହେଇକି ଆସିବେ। ଗୋଟେ ପିଲାକୁ ଡାକିକି ନେଇକି ଉପରକୁ ସେମାନେ ଗଲେ। ସେ ଉପରକୁ ଯେତେବେଳେ ଯାଇକି ପହଞ୍ଚିଲେ ତ ତାଙ୍କର ମୋବାଇଲଟା ଫାର୍ଷ୍ଟ ଛଡ଼େଇ ସେମାନେ ନେଇଗଲେ। ତାକୁ ଗୋଟେ କିନା ପୁରା ଟାଇପ୍ର ରଖିକି ବସେଇକି ଧମକାଧମକି କରିକି ତାକୁ ଆଟାକ୍ କରି ବାଡ଼ାବାଡ଼ି ତାକୁ କଲେ। ତ ଇନ୍ ବିଟୁଇନ୍ ଟାଇମ୍ ତାକୁ କୁହାଗଲା କି ତମ ପାଖରେ କ'ଣ ଅଛି ପଇସା ଆଉ ମୋବାଇଲ ତାର ଯାହା ଛଡ଼େଇ ସବୁ ନେଲେ ସେମାନେ। ତାର 6,000 ଟଙ୍କା କ୍ୟାସ୍ ଥିଲା, ତାର ଫୋନ୍ ନେଇଗଲେ, ପ୍ଲସ୍ ତାର ଆଇ ୱାଚ୍ ଗୋଟେ ପିନ୍ଧିଥିଲା, ଘଣ୍ଟାଟା ବି ନେଇଗଲେ ତାଠୁ। ତ ତାପରେ ତ କୁହାଗଲା କି ତମ ଯୋଉ ଗାଡ଼ିରେ ଯୋଉମାନେ ବସୁଛନ୍ତି ତାଙ୍କୁ ଡାକ ଭିତରକୁ, ନହେଲେ ସେ ତାଙ୍କୁ ଛାଡ଼ିବ। ତ ସିଏ ପାଖାପାଖି ଗୋଟେ ଅଧଘଣ୍ଟା 45 ମିନିଟ୍ ତାଙ୍କ ସାଙ୍ଗରେ ଡିସ୍କସନ୍ ପରେ ସେ ଲାଷ୍ଟକୁ ଏତେ ଫୋର୍ସ କଲା ପରେ ସେ ଡାକିଲା ଯେ ଗାଡ଼ିରେ ବସିଥିଲା ଆମ 2 ଜଣ, ଗୋଟେ ପିଲାଟେ ବସିଥିଲା, ଆଉ ଗୋଟେ ସେଲ୍ସ କନସଲଟାଣ୍ଟ ଆଉ ଡ୍ରାଇଭର ଥିଲା, ତାଙ୍କୁ ଡାକିଲା ଏବଂ ସେମାନେ ଭିତରକୁ ଗଲେ। ତ ତାଙ୍କୁ ବି ସେମ୍ ବସେଇକି ସେମାନେ ଗୋଟେ ହାଇଜାକ୍ କଲା ଟାଇପ୍ର ରଖିଲେ। ତାକୁ କୁହାଗଲା କି ତମର ସେଲ୍ସ ମ୍ୟାନେଜରକୁ କୁହ, ତାକୁ ତା ଆକାଉଣ୍ଟରେ ଦେଖିଲେ କେତେ ଟଙ୍କା ଅଛି ସବୁ ଚେକ୍ କରାଇଲେ। ଆକାଉଣ୍ଟରେ ଯୋଉ ପଇସା ନଥିଲା ଦେଖିଲେ, ମାତ୍ର 6,000 ଥିଲା। ତ ସେ କହିଲେ ତମ ଜେନେରାଲ ମ୍ୟାନେଜରକୁ ଡାକ, ତାପରେ ଯାଇକି ମୁଁ ଛାଡ଼ିବି। ତ ସେ ନ ଡାକିଲା, ତାଙ୍କୁ ତାଙ୍କର ଗୋଟେ 9mm ସମଥିଙ୍ଗ ଗୋଟେ ଗନ୍ ଥିଲା, ସେ ଗନ୍ ନେଇକି ତା ମୁଣ୍ଡରେ ଲଗେଇକି ତାକୁ ଧମକେଇଲେ। ତ ସେ ବାଧ୍ୟ ହେଇକି ଜେନେରାଲ ମ୍ୟାନେଜର ଯିଏ ଆମର ଅଛନ୍ତି ଗୌତମ ସିହ୍ନା, ତାଙ୍କୁ ଡାକିଲେ ଫୋନ୍ କରିକି ସେ। ତ ସିଏ ଯାଇକି ପହଞ୍ଚିଲା ପରେ ତାଙ୍କୁ ବି ସେମ୍ ତାଙ୍କୁ ହାଇଜାକ୍ କଲା ଟାଇପ୍ର ରୁମ୍ ଭିତରେ ଲକ୍ କରିଦେଲେ। ତାଙ୍କୁ କରିକି ତାଙ୍କଠୁ ତାଙ୍କ ୟୁପିଆଇ ଥ୍ରୁରେ 1,00,000 ଟଙ୍କା ନେଇଛନ୍ତି, ଆଉ 50,000 ତାଙ୍କ ବେନିଫିସିଆରୀ ଆକାଉଣ୍ଟ ଆଡ୍ କରିକି ସେଠୁ ଟ୍ରାନ୍ସଫର କରିଛନ୍ତି। ତ ଯେହେତୁ ଗୋଟେ ଦିନରେ 50,000 ଉପରକୁ ଟ୍ରାନ୍ସଫର ହେଇପାରିବନି, ତ ସେଇ ଆକାଉଣ୍ଟ ଆଡ୍ କଲେ, ତ ସେ 50,000 ହିଁ ନେଇପାରିଲେ, ନହେଲେ ନାହିଁ ସେ ଅଧିକ ପଇସା ନେଇଯାଇଥାନ୍ତେ। ତ 1.5 ଲାખ ଟୋଟାଲ ସେମାନେ ନେଇଗଲେ। ନେଇସାରିଲା ପରେ ସେମାନେ ତାଙ୍କର ଗୋଟେ ଆଗରୁ ପ୍ରି ପ୍ଲାନ୍ ଥିଲା କି କ'ଣ ଆମେ ଜାଣିନୁ, ସେ ଗାଡ଼ି ଆଉ 1.5 ଲାख ଆଗରୁ ଯାହା ଯାହା ନେଲେ ନେଇକି ତାଙ୍କ ରୁମ୍ରେ ଲକ୍ କରିଦେଲେ। ତାଙ୍କ ଫୋନ୍ ସବୁ ତାଙ୍କୁ ଛଡ଼େଇକି ନେଇକି ବାହାରେ ଅଛି ଯୋଉ ତାଙ୍କର ଗୋଟେ ଆଉଟ୍ ରୁମ୍ ଥିଲା, ସେ ରୁମ୍ରେ ଗୋଟେ ଡଷ୍ଟବିନ୍ରେ ପକେଇ ଦେଇକି ସେମାନେ ଗାଡ଼ି ନେଇକି ପଳେଇଲେ। ଫୋନ୍ ସେମାନେ ନେଇନାହାନ୍ତି, ଫୋନ୍ ଛାଡ଼ିଦେଲେ, କିନ୍ତୁ ତାଙ୍କୁ ଘଣ୍ଟା ନେଇଯାଇଛନ୍ତି ଆଉ 1.5 ଲାख ତାଙ୍କୁ ନେଇଛନ୍ତି, ଗାଡ଼ିଟା ନେଇଗଲେ। ତ ଗାଡ଼ି ନେଇକି ଗଲାବେଳେ ତ ଯେତେବେଳେ ଏମାନେ ପାଖାପାଖି ଆରାଉଣ୍ଡ 3:30 ବେଳେ, ମାନେ 12:30ରୁ 3:30 ପର୍ଯ୍ୟନ୍ତ ଏଇସବୁ ସିନ୍ ତାଙ୍କର ଚାଲିଥିଲା ସେଠି। 3:30 ବେଳକୁ ଯେତେବେଳେ ସେ ଗାଡ଼ି ନେଇକି ପଳେଇଲେ, ତାଙ୍କୁ ଗୋଟେ ଅଧଘଣ୍ଟେ ଲାଗିଲା ସେ ରୁମ୍ରୁ ଆମ ଡ୍ରାଇଭର ଯେ ଥିଲା ସିଏ ସେକେଣ୍ଡ ଫ୍ଲୋରରୁ ପୁରା କାଚ ଭାଙ୍ଗିକି ତାଙ୍କ ଡୋର୍ ଯୋଉ ୱିଣ୍ଡୋ ଭାଙ୍ଗିକି ତଳକୁ ଖସିକି ଆସିକି ତାଙ୍କ ଡୋର୍ ଖୋଲିଲା ପରେ ବାଇ 4 ହେଇଯାଇଥିଲା, ଅଧଘଣ୍ଟେ ହେଇଯାଇଥିଲା। ତ ସେ ଆମକୁ ଇନଫର୍ମ କଲେ। ତ ଆମେ ଯାଇକି 15-20 ମିନିଟ୍ରେ ସମସ୍ତେ ପହଞ୍ଚିଲୁ, ଆମ ଅଫିସିଆଲ ଟିମ୍ ମାନେ ଯାଇକି ପହଞ୍ଚିଲୁ ଏଠି। ତ ପୋଲିସକୁ ବି ଫୋନ୍ କଲୁ। ପୋଲିସକୁ ଫୋନ୍ କରିବା ଭିତରେ ଆମେ ଜେଲାକୁ ଆମେ ଜଣେଇଲୁ କି ଏଇଭଳିଆ ଇନସିଡେଣ୍ଟଟା ହେଇଛି। ଜେଲା ଯେହେତୁ ୟୁକେ ବେସ୍ କମ୍ପାନୀ, ତ ତାଙ୍କୁ ଜଣେଇବାକୁ ପଡ଼େ କି ଯାହା ଯାହା ହେଉଛି କ'ଣ ହେଉଛି କ'ଣ ନାହିଁ। ତ ଆମେ ତାଙ୍କୁ ଜଣେଇଲୁ କି ଗାଡ଼ିରେ ଏଇଭଳିଆ ଗୋଟେ ଲୋକ ଗାଡ଼ି ପିଲାଙ୍କୁ ମାନେ ରୁମ୍ରେ ବନ୍ଦ କରିକି ଗାଡ଼ି ନେଇକି ପଳେଇଛି ବୋଲି। ତ ଆମେ ସେମାନେ ଇମିଡିଏଟଲି ଟ୍ରାକିଂ କରିବା ଷ୍ଟାର୍ଟ କଲେ, ଗାଡ଼ି ସେ କୁଆଡ଼େ ନେଇକି ଯାଉଛି ଜଣା ହିଁ ପଡ଼ିଗଲା। ଆମେ ତ ଡେ 1ରୁ ହିଁ ଟ୍ରାକିଂ କରୁଥିଲୁ ଗାଡ଼ିଟା ସେ କୁଆଡ଼େ ନେଇକି ଯାଉଛି ବୋଲି। ତ ଗାଡ଼ିର ଇଞ୍ଜିନକୁ ଲକ୍ କରିବା ପ୍ରୋଭିଜନଟା ଯୋଉଟା, ଯେହେତୁ ଗାଡ଼ିର ଗୋଟେ ଆପ୍ଲିକେସନ ଥାଏ ଇନକଣ୍ଟ୍ରୋଲ ଆପ୍, ଯେହେତୁ ଡେମୋ ଗାଡ଼ି ଥିଲା, ସେ ଇନକଣ୍ଟ୍ରୋଲ ଆପ୍ଟା ଆମେମାନେ ଇନଷ୍ଟଲ କରୁନଥିଲୁ। କିନ୍ତୁ ଯଦି କୌଣସି କଷ୍ଟମର ସେଇ ଜିନିଷଟା ତାଙ୍କ ଗାଡ଼ିରେ ସେମାନେ ୟୁଜ୍ କରୁଛନ୍ତି, ସେମାନେ ତାଙ୍କ ଗାଡ଼ିକୁ ଟ୍ରାକ୍ କରିପାରିବେ, ପ୍ଲସ୍ ତା ମୋବାଇଲରେ ହିଁ ସେମାନେ ସବୁ ଜିନିଷ ଗାଡ଼ିକୁ ବନ୍ଦ କରିପାରିବେ, ଅନ୍ କରିପାରିବେ, ସବୁ ଜିନିଷ ହେଇପାରିବ। ତ ଯେହେତୁ ଏଇଟା ଡେମୋ ଗାଡ଼ି ଥିଲା, ତ ସେ ଆପ୍ଲିକେସନ ଆମ ପାଖରେ ନଥିଲା, ଏଟା କମ୍ପାନୀ ବାଲା ପାଖରେ ଥିଲା। ତ ଆମେ ତାଙ୍କୁ କହିଲୁ କି ସେ ଗାଡ଼ିକୁ ଇମିଡିଏଟଲି ବନ୍ଦ କରାଯାଉ, ସେ ଗାଡ଼ି ଲୋକ ସେ ନେଇକି ପଳଉଛନ୍ତି। ତ ସିଏ ଯେହେତୁ ଡେମୋ ଗାଡ଼ି ପାଇଁ ଗୋଟେ ଲଙ୍ଗ ପ୍ରୋସେସ୍ ଥାଏ, ତାଙ୍କୁ ଗୋଟେ ଆପ୍ଲିକେସନ ଦେବାକୁ ପଡ଼େ, ମେଲ୍ ଦେବାକୁ ପଡ଼େ, ଏଇସବୁ ଭିତରେ କିନ୍ତୁ ଗୋଟେ 2 ଆୱାରର ଟାଇମ୍ ହେଇଯାଇଥିଲା। ତ ସେମାନେ ଗାଡ଼ି ନେଇକି ପାଖାପାଖି ଆମର ଗୁଡ଼ିପଡ଼ା ଆଗକୁ, ଖୋର୍ଦ୍ଧାର ଗୁଡ଼ିପଡ଼ା ଆଗକୁ ଜଷ୍ଟ ପହଞ୍ଚିଥିଲେ। ତ ସେଇଠି ପହଞ୍ଚିଲା ଭିତରେ ମାନେ ଗାଡ଼ିକୁ ରନିଂ ଥିବା ସମୟରେ ହିଁ ଇଞ୍ଜିନକୁ ଲକ୍ କରାଇଦେଲେ। ଜେଲାରୁ ଇଞ୍ଜିନ ଲକ୍ ହେଇଗଲା। ଲକ୍ ହେଇଗଲା ପରେ ସେ ଗାଡ଼ି ସେଠି ଷ୍ଟପ୍ ହେଇଗଲା। ତ ସେମାନେ ଯେତେବେଳେ ଗାଡ଼ି ଷ୍ଟାର୍ଟ କରିପାରୁନାହାନ୍ତି କି କୌଣସି ୱେରେ କିନ୍ତୁ ସେମାନେ ଟ୍ରାଏ କରୁଛନ୍ତି ଗାଡ଼ି ନେବା ପାଇଁ, ଯାଇପାରୁନାହାନ୍ତି, ଗାଡ଼ିକୁ ସେମାନେ ରାସ୍ତା କଡ଼କୁ ଖସେଇ ଦେଇକି ସେ ଗାଡ଼ି ସ୍ପଟ୍ ଛାଡ଼ିକି ପଳେଇଛନ୍ତି। ତ ଆମେ ଯାଇକି ପ୍ରାୟ ଅଧଘଣ୍ଟା ଭିତରେ କିନ୍ତୁ ସେଠି ପହଞ୍ଚିଲୁ ଗାଡ଼ି ପାଖରେ।
by 8 o'clock साढ़े माने 5टा 4 o'clock ରୁ ମାନେ within 3 hour ଭିତରେ ଆମେ ଗାଡି ରିକଭର କରିନେଲୁ। ଆଉ ଏଥିରେ ଭରତପୁର ପୁଲିସ ଷ୍ଟେସନ ର ବହୁତ ଭଲ ସପୋର୍ଟ ଥିଲା। ଆଇଆଇସି ସାର୍ ତାଙ୍କର ଏସଆଇ ସାର୍ ଥିଲେ, ଏଠି ଆମର ଏଇ ଯୋଉ ସିନ୍ ଟା ଯୋଉଟା ହେଇଥିଲା ଆମର ଯୋଉ କେସ୍ ଟା ଦେଖୁଛନ୍ତି ସେ ସାରି ବହୁତ ସପୋର୍ଟ କରିଛନ୍ତି, ପୁରା ଟିମ୍ ତାଙ୍କର ବହୁତ ସପୋର୍ଟ କରିଥିଲେ। ସେମାନେ ବି ପୁରା ପ୍ରିପେୟାର୍ଡ ହେଇକି ଯାଇଥିଲେ କି ଯଦି କିଛି ବି ମାନେ ସେଠି କ୍ରିମିନାଲ ଥାଆନ୍ତି ତାଙ୍କୁ କେମିତି ତାଙ୍କୁ ଧରି ପାରିବେ ବୋଲି ସେମାନେ ପ୍ରିପେୟାର୍ଡ ବି ଥିଲେ। ତ ଏଇସବୁ ହିସାବରେ କ୍ଲୋଜ ହେଇଗଲା। ବର୍ତ୍ତମାନ ଆସାମୀ କୋଉଠି ଅଛନ୍ତି? ଆସାମୀ କୋଉଠି ଅଛନ୍ତି ଆମେ ଜାଣିନୁ, ବଟ୍ ଯୋଉ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର ହେଇଛି ସେ ଆକାଉଣ୍ଟକୁ ବର୍ତ୍ତମାନ ପୋଲିସ ଟ୍ରାକ୍ କରୁଛି, ତାଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ବୋଧେ। ତ ଆଉ ସେଠି ଆକ୍ଚୁଆଲି କଣ କେମିତି ସେମାନେ ପ୍ଲାନିଂ କରୁଛନ୍ତି ସେ ଜିନିଷ ଆମ ଭିତରେ ଆଇଡିଆ ନାହିଁ, ବଟ୍ ଚାଲିଛି ସେ ଜିନିଷଟା ବର୍ତ୍ତମାନ ପୋଲିସ ତାଙ୍କ ହିସାବରେ ସେ କାମ କରୁଛନ୍ତି। ଆପଣ ସାର୍ ଦେଖନ୍ତୁ ଏଇଟା ତ ଫାର୍ଷ୍ଟ ଟାଇମ୍ ଆମ ସାଙ୍ଗରେ ହେଲା। ଆମେ ଲାଷ୍ଟ 6-7 ଇୟର ହେଲା ଆମ ଇଣ୍ଡଷ୍ଟ୍ରିରେ କାମ କରୁଛୁ, ଆମେ ସାଙ୍ଗେ ଫେସ୍ କରୁନଥିଲୁ କି କୌଣସି ଲୋକ ଆମକୁ ଡାକିକି ହାଇଜାକ୍ କରିକି ବସେଇବା, କିଡନାପ କଲା ଟାଇପର ବିହେଭ୍ କରିବା, ଗାଡି ନେଇକି ପଳେଇବାଟା ଫାର୍ଷ୍ଟ ଟାଇମ୍ ଆମ ସାଙ୍ଗରେ ହେଇଛି। ବଟ୍ ସେମାନେ ବି ଜାଣି ରଖିବା ଦରକାର ଟେକ୍ନୋଲୋଜି ଆଜିକାଲି ବହୁତ ଜାଗାରେ ପହଞ୍ଚିଲାଣି, ତମେ ଚାହିଁଲେ ବି ଗାଡି ନେଇପାରିବନି କି ଗାଡିକୁ ତମେ କୌଣସି ବି ୱେରେ କମ୍ପାନୀରୁ ଗାଡି ଛଡେଇ ପାରିବନି। ଗାଡିର ତ ବହୁତ ସାରା ଫିଚର୍ସ ଅଛି। ତ ଯଦି ବି ସେମାନେ ନଉଛନ୍ତି ୱିଦିନ୍ ଆୱାର ଧରା ପଡିଯିବେ, ଯଦି ସେମାନେ ପ୍ଲାନିଂ କରୁଛନ୍ତି ସେଇଭଳିଆ କିଛି ତାଙ୍କ ଏଇଟା ଗୋଟେ ମେସେଜ। ଥ୍ୟାଙ୍କ ୟୁ।